ମନୁଷ୍ୟର ପରିଚୟ ତାର ବାକ୍ୟରୁ ଜଣାପଡ଼େ। ଗୋସ୍ୱାମୀ ତୁଳସୀଦାସଙ୍କ ଶ୍ରୀରାମଚରିତମାନସର ପ୍ରଥମ ଶ୍ଲୋକରେ ବାଣୀ ଓ ବିନାୟକଙ୍କୁ ବନ୍ଦନା କରିଛନ୍ତି। ବାଣୀ ଶବ୍ଦର ଅର୍ଥ ହେଉଛି ସରସ୍ୱତୀ ଏବଂ ବାକ୍ୟ ପୁଣି ମାନବା ଶବ୍ଦରେ ଗ୍ରନ୍ଥର ଶେଷ କରିଛନ୍ତି। ଏହି ସଂକେତ ଧର୍ମୀ ଶବ୍ଦ ପ୍ରୟୋଗ କରିବାର ମୁଖ୍ୟ କାରଣଟି ହେଲା ଗୋସ୍ୱାମୀ ତୁଳସୀଦାସ ବାଣୀକୁ ବି ସମ୍ମାନ ଓ ଗୁରୁତ୍ୱ ଦେଇଛନ୍ତି। ଆମେ ସରସ୍ୱତୀଙ୍କୁ ବାଣୀ ଓ ଗଣେଶଙ୍କୁ ଜ୍ଞାନଦାତା ବୋଲି କହିଥାଉ। ମନୁଷ୍ୟର ମୂଳାଧାର ଚକ୍ରରେ ଅନାହତ ନାଦ ସ୍ୱରୂପ ପରାବାଣୀ ପ୍ରାଣ ସହିତ ଥାଏ। ତାପରେ ମଣିପୁର ଚକ୍ରରେ ପଶ୍ୟନ୍ତୀ ବାଣୀରେ ମନୋମୟ ସୂକ୍ଷ୍ମ ରୂପ ଧାରଣ କରେ। ତାପରେ ସେହି ପଶ୍ୟନ୍ତୀ ବାଣୀ କଣ୍ଠଦେଶ ବା ବିଶୁଦ୍ଧ ଚକ୍ରକୁ ଆସେ। ତାହା ମଧ୍ୟମା ବାଣୀ ରୂପରେ ବ୍ୟକ୍ତ ହୁଏ। ପରେ ତାହା ମୁଖକୁ ଆସି ହ୍ରସ୍ୱ ଦୀର୍ଘ ଆଦି ମାତ୍ରା, ଉଦାତ୍ତ ଅନୁଦାତ ଆଦି ସ୍ୱର ବୈଖରୀ ବାଣୀର ରୂପ ନିଏ। ମୁଖରେ ଉଚ୍ଚାରିତ ହୁଏ। ଭଗବାନ କହିଛନ୍ତି, ମୁଁ ଶବ୍ଦ ବ୍ରହ୍ମ ରୂପରେ ପରା, ପଶ୍ୟନ୍ତୀ, ମଧ୍ୟମା ଓ ବୈଖରୀ ବାଣୀ ରୂପରେ ପ୍ରକଟ ହୁଏ। ଶାସ୍ତ୍ରରେ ଅଛି, ପରାବାଣୀ ଶ୍ରୁତିର ପୂର୍ବ କାଳରେ ଗୁରୁଙ୍କ ମୁଖରୁ ଶିଷ୍ୟ ଶୁଣିକରି ତାହା ମନେ ରଖିପାରୁଥିବାରୁ ତାକୁ ଶ୍ରୁତି ଓ ସ୍ମୃତି କୁହାଯାଉଥିଲା। ପଶ୍ୟନ୍ତୀ ବାଣୀ ଚକ୍ଷୁର। ଦୁଇ ଜଣ ସାଧକ ପରସ୍ପର ସହିତ ଚକ୍ଷୁ ଦ୍ୱାରା ପରସ୍ପରର ଭାବକୁ ବୁଝିପାରୁଥିଲେ। ମଧ୍ୟମା ବାଣୀ ହେଉଛି ମନର। ଗୁରୁ ଓ ଶିଷ୍ୟ ପରସ୍ପର ବାକ୍ୟ ବିନିମୟ ନ କରି ପରସ୍ପରଙ୍କ ମନ କଥା ଜାଣିପାରୁଥିଲେ। ଯେଉଁଠି ଗୁରୁ ଶିଷ୍ୟ, ସ୍ୱାମୀ ସ୍ତ୍ରୀ ପରସ୍ପରର ମନ କଥା ବୁଝିପାରନ୍ତି ସେଠାରେ ଅଶାନ୍ତି ରହିବ ନାହିଁ। ଜଣେ ଯାହା ଚାହେଁ ତାର ମନ ଜାଣି ଆଉ ଜଣେ ପୂରଣ କରିଥାଏ। ମଧ୍ୟମା ବାଣୀ ଦ୍ୱାରା ଯାହା ଚିନ୍ତା କରାଯାଏ ତାକୁ ମୁଖରେ ଉଚ୍ଚାରଣ କରାଯାଏ। ତାହା ବାକ୍ୟ ରୂପରେ ଶୁଣିବାକୁ ମିଳେ। ଯାହାର ନାମ ହେଉଛି ବୈଖରୀ। ଯାହା ମନରେ ଭଲ ଚିନ୍ତା ଥାଏ ସେ ଭଲ କଥା କହନ୍ତି। ଯାହା ମନରେ ଖରାପ ଭାବନା ଥାଏ ସେ ଖରାପ କଥା କହନ୍ତି। ଏବେ ଦେଖାଯାଉଛି ରାସ୍ତାରେ, ଛକରେ ଲୋକମାନେ ଅଶ୍ଳୀଳ କଥା କହୁଛନ୍ତି। ତାର କାରଣ ତାଙ୍କର ମନ କଳୁଷିତ। ତାହା ବାକ୍ୟରେ ପ୍ରକାଶିତ ହେଉଛି। ଭାଗବତରେ ଅଛି, ମଧୁର ବିନୟ ବଚନ କହି ତୋଷିବ ପ୍ରାଣୀ ମନ। ମଧୁର ବାଣୀ ହିଁ ମଣିଷର ମନକୁ ଆନନ୍ଦ ଶାନ୍ତି ଦେଇଥାଏ। ନହେଲେ ଅନ୍ୟ କୌଣସି ବାଣୀ ମନକୁ ଭାରାକ୍ରାନ୍ତ କରେ। କର୍କଶ ବାଣୀରୁ କଳିଯୁଗର ସୃଷ୍ଟି ହୋଇଛି। ମଧୁର କଥା କହୁଥିବା ବ୍ୟକ୍ତିର କେହି ଶତ୍ରୁ ହୋଇପାରିବେ ନାହିଁ। ଏହି କର୍କଶ ବାଣୀ ଯୋଗୁଁ ପରିବାର, ଅନୁଷ୍ଠାନରେ ଦ୍ୱନ୍ଦ୍ୱ ଲାଗେ, ବନ୍ଧୁରେ ଅପଡ଼ ହୁଏ। ବାଣୀ ହେଉଛି ବାଣ ଭଳି। ତେଣୁ ଭାଗବତରେ କୁହାଯାଇଛି, ଦୁର୍ଜନ କୁବଚନ ବାଣ ମର୍ମ ବିଦାରେ ତତକ୍ଷଣ। ଅର୍ଥାତ୍ ବାଣ ପ୍ରୟୋଗ କଲେ ସିନା ଶରୀରରେ କ୍ଷତ ସୃଷ୍ଟି ହୁଏ, ମାତ୍ର ବାଣୀ ହୃଦୟକୁ କ୍ଷତାକ୍ତ କରି ପକାଏ। ଦୁର୍ଜନ ଯେମିତି ବାଣ ମାଧ୍ୟମରେ ଅନ୍ୟକୁ ଆହତ କରେ, ସେମିତି ଆଉ ଏକ ଦୁର୍ଜନ ବାଣୀ ରୂପକ ବାଣ ମାରି ମଣିଷର ହୃଦୟକୁ କ୍ଷତାକ୍ତ କରି ପକାଏ। ଶରୀରର କ୍ଷତ କିଛି ଦିନ ପରେ ଲିଭିଯାଏ, ମାତ୍ର ବାଣୀ ଦ୍ୱାରା ହୃଦୟ ଥରେ ବିଦୀର୍ଣ୍ଣ ହେଲେ ତାହା ଚିରଦିନ ପାଇଁ ରହେ। ତେଣୁ କାହାକୁ ବାଣୀ ଦ୍ୱାରା ଆଘାତ କରିବା ଉଚିତ ନୁହେଁ। ବାଣ ଯେମିତି ଧନୁରୁ ଥରେ ଖସିଗଲେ ଆଉ ଫେରିଆସେ ନା, ସେମିତି ବାଣୀ ଥରେ ମୁଖରୁ ଖସିଗଲେ ଆଉ ଫେରିଆସେ ନାହିଁ। ଯଦି କେବେ ଭୁଲରେ ହେଉ ବା ଜାଣିଶୁଣି କାହାକୁ ବାଣ ମାରିଥିବା, ତେବେ ଔଷଧ ଲଗାଇଲେ ସେ କ୍ଷତ ଭଲ ହୋଇଯାଏ। ସେହିପରି ଯଦି କେବେ କାହା ପାଖରେ ଭୁଲଟିଏ କରିଦେଇଥିବା, ବାଣୀ ରୂପକ ବାଣରେ ତାର ହୃଦୟକୁ ଆଘାତ ଦେଇଥିବା, ତେବେ ତାଙ୍କ ପାଖରେ ପହଞ୍ଚି କ୍ଷମା ମାଗିବା, ହାତ ଧରି ପକାଇ କହିବା, ମୁଁ ଭୁଲ କରିଛି, ଯାହା ରାଗିକି କହିଦେଲି, ମୋତେ କ୍ଷମା କରିଦିଅ, ଆଜିଠୁ ମିଳିମିଶି ଚଳିବା। ତାହା ହେଲେ ହୃଦୟର କ୍ଷତ ଭଲ ହୋଇଯାଏ। ଯେଉଁ ମୁହଁରେ ମଧୁର କଥା କହିବାର ସାମର୍ଥ୍ୟ ଅଛି, ସେହି ମୁହଁରେ ବି କଅଁଳ କଥା କହିବାର ସାମର୍ଥ୍ୟ ବି ଅଛି। ଅସଲ କଥା ହେଲା ଆମର ମାନସିକତା ଯେମିତି ହେବ, ବାଣୀ ମଧ୍ୟ ସେମିତି ବାହାରିବ। ଯେଉଁ ବାଣୀର ମାଧ୍ୟମରେ ମନମାଳିନ୍ୟ ହୁଏ, ସେହି ବାଣୀର ଶକ୍ତିରେ ବି ମନ ମିଶିଯାଏ। ଆମେ କେବଳ ବାଣୀକୁ ଜଗିଲେ ଜୀବନରେ ଅନେକ ସାହାଯ୍ୟ ସହଯୋଗ ପାଇପାରିବା। ବାଣୀ ମଣିଷର ପରିଚୟ ସୃଷ୍ଟି କରେ।